ସମସ୍ତଙ୍କୁ ମୋର ନମସ୍କାର, ଜୟ ଜଗନ୍ନାଥ। ଆପଣମାନେ ଆମ ଭିଡ଼ିଓଟାକୁ ଫାଷ୍ଟ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ମୁଁ ଆଶା କରୁଛି ଜୟ ଜଗନ୍ନାଥଙ୍କ କୃପାରୁ ଆପଣମାନେ ଭଲରେ ଥିବେ। ଆମ ଭିଡ଼ିଓକୁ ଗୋଟେ ସବସ୍କ୍ରାଇବ୍ କରିଦିଅନ୍ତୁ। ଜୟ ଜଗନ୍ନାଥ। ଆୟୁଷ କୁଆଡ଼େ ଗଲେ କି? ଥିଲା କୁଆଡ଼େ ଗଲାଣି? ଆମ ଖାଇବାକୁ ଖୋଜିଲାଣି, କେତେ ଖୋଜିଲାଣି ତାକୁ ପାଉନି ବା। ଖେଳିବାକୁ ବି ଡାକୁଥିଲା, ଖେଳିବାକୁ ଗଲା ବୋଧେ ଆଉ। ଡାକୁଥିଲେ ଟି? ଖେଳିବାକୁ ପଳେଇଛନ୍ତି। ସେ ଘଣ୍ଟେ ହେଇଗଲାଣି ଦେଖା ନାହାନ୍ତି, ବେଳ ହେଇଗଲାଣି, ଖାଇବେ କି କ'ଣ କରିବେ? ନାଇଁ ନା, ସେ ନାହାନ୍ତି। ମୁଁ ଏଇନା ଅନେଇକି ଦେଇଥିଲି ବୁଝି ଆସିଲାଣି। ସେ ଆସିଲେ ଆଜି ମାଡ କଥା କହିଲେ। ଶୋଇବ ନା ନାଇଁ? କୁଆଡ଼େ ଯାଇଥିଲୁ? କୁଆଡ଼େ ଯାଇଥିଲ? କୁଆଡ଼େ ଯାଇଥିଲ? ହଁ, ଦିନ ପରେ କୁଆଡ଼େ ଯାଇଥିଲ? ବୁଲା ହେଉଛି। ହଁ, ଖାଇବାକୁ ବେଳ ହେଇନି? ଆଉ ଯିବ? ହଁ, ନ ଖାଇକି ବୁଲା ହେଉଛି। ମାନେ ନ ଖାଇକି ସବୁବେଳେ ଏମିତି ବୁଲା ହେଉଛି। ସବୁବେଳେ ଏମିତି ବୁଲା ହେଉଛି। ପାଞ୍ଚଣ ମୁହାଁ ଏଠି କାନ ଧର ହେଇଛି। କ'ଣ ଥାଉ, ନ ଖାଇକି ଯାଇକି ବୁଲା ହେଉଛି। ଆସିକି 1 ବାଜିଲାଣି ଆସିକି। ଖାଇବେନି, ମାନେ ଖାଇବେନି, କିଛି ହବନି, ଯାଇକି ବୁଲା ହେଉଛି। ଆଜି ଦିନଟା ଛାଡ଼ିଦେଲେ ସେ କାଲି ସେଇଆ କରିବ। ଖାଇବା ଟାଇମ୍ କେତେଟା ଟାଇମ୍ ହେଲାଣି ମୋର ଦେଖିବ। ସାଙ୍ଗେ ସାଙ୍ଗେ କୁଆଡ଼େ ଉଠିଗଲାଣି, 1 ବେଳେ ଖୋଜୁଛି ପାଉନି। ଖାଇବାକୁ ବେଳ ଭୋକ ହଉନି। ଦେଖନ୍ତୁ ଜଳଖିଆ ଖାଉଛନ୍ତି, ଚାହା ଜଳଖିଆ ଖାଉଛନ୍ତି। ତମେ ଏଇନେ ଯିବ? ହଁ, ଏଇନେ ଯିବଟି? ତା ଭଜା ବସିଛି ଆଉ। ଭାରି ଏତିକି ବେଳୁ ମାନେ କେତେ ଖରା ଆସିଲାଣି ଦେଖିଲ, ଜୋରସୋର ଖରା। ମମି କ'ଣ କରୁଛୁ? ଭଜା ହେଉଛି, ରୋଷେଇ କରୁଛି। ଆଉ କ'ଣ କରିବି, ପ୍ରବଳ ଗରମ ହେଉଛି। କେଡ଼େ ଗରମ ହେଉଛି। ତେଲ ଟିକେ ପଡ଼ିଗଲା ହାତରେ ଯେ ଫୁଟକା ହେଇଗଲା। କେଉଁଟା? ଦେଖନ୍ତୁ ଏତକ ବି ହେଇଗଲା। ବେଳକୁ ତେଲ ପଡ଼ିଗଲା ଯେ ହାତ ପୁରା ଛୋଟ ଛୋଟ ହେଇଗଲି। ସୋରିଷ ତେଲ ମାରିଲି ଆଣିକି। ଓହୋ, ସୋରିଷ ତେଲ ମାରିଦେଲା ଟି? ସାଙ୍ଗେ ମାରିଦେବ, ଆଉ କିଛି ଫୋଟକା କିଛି ହବନି। ଆମେ ଦେଖନ୍ତୁ ଏଠି ଏବେ କାଟୁଛି ପୋଟଳ ଟି। ପୋଟଳ ଜାଣିପାରୁନ, ପୋଟଳ ନୁହଁ ବୋଲି। ତେଲ କରି ଥୋଇଯିବି, ତତଲା କରିବା। ତତଲା କରି ଥୋଇକି ଛାଣୁଛୁଣକୁ ପଡ଼ିଗଲା ହାତରେ ତେଲ ଯେ ପୋଟଳ ହେଇଗଲା। ଚକଳିଆ ଗୋଟୁଛି ଗାଈର। କେମିତି ହେଇଛି? ଆୟୁଷ ଗାଧୁଆ ହେଉଛି ଟି? ଗାଧୁଆ ହେଉନି, ସାଇକେଲ ଧୋଉଛି। ଆୟୁଷକୁ ଦେଖନ୍ତୁ, ମାନେ ସାଇକେଲ କେମିତି ଧୋଉଛନ୍ତି, ତାଙ୍କର ଏତେ ପରିଷ୍କାର କରିକି ଧୋଉଛନ୍ତି। ହଁ ହଁ ହଁ, ଓଦା ହେଇଯାଉ ସେଇଥିରେ। ନିଜେ ବି ଗାଧୋଇ ପଡ଼ୁଛ ନା? ଓହୋ, ସାଇକେଲ କହିଲା ତୁମକୁ ଗରମ ଦିନରେ ତାକୁ ଗାଧୋଇବାକୁ? ହଁ, ହଉ, ସାଇକେଲକୁ ଗାଧା। କେତେ ଜୋରେ ଖରା ହେଉଛି ଦେଖନ୍ତୁ, ବହୁତ ଜୋରେ ଖରା। ଏତେ ଖରା କହିବାର ନାହିଁ। ଆଉ ବହୁତ ଏଠି ବସିକି ଖଡ଼ିକା ଉଞ୍ଚୁଛନ୍ତି ଆଉ। ଆମର ତ ସବୁବେଳେ ଖଡ଼ିକା ଉଞ୍ଚା ହେଉଛି ଆଉ। ବରଡ଼ା ସବୁ ତୋଳା ହେଇଯାଇଥିଲା, ଗଛରୁ ଝଡ଼ା ହେଇଯାଇଥିଲା। ବରଡ଼ା ଉଞ୍ଚା ହେଉଛି, ସବୁବେଳେ ଏଠି ଖଡ଼ିକା ଉଞ୍ଚା ହେଉଛି। ତ ଗୋବର ପଡ଼ିଛି ଆଉ। ଦାଣ୍ଡକୁ ଦେଖନ୍ତୁ କେଡ଼େ ଜୋରେ ଖରା ହେଉଛି। ଆଜି ମାନେ ବହୁତ ଖରା ହେଉଛି।
ଏଠି ଆଳୁ ବସିଛି। ଆଳୁ ତ ଆୟୁଷକୁ ଭଲ, ଆଳୁ ସିଝା ତାଙ୍କୁ ଟିକେ ପଖାଳ ହେଲେ। ଏଠି ଦେଖନ୍ତୁ ଖଡ଼ିକା ଯେଉଁ ବୋଉ ଉଁଛୁଥିଲେ ମାନେ ଏଇଠି ଥୁଆ ହେଇଛି। ଦେଖନ୍ତୁ ଇଏ ବନ୍ଧା ହେଇନି, ଇଏ ବନ୍ଧା ହେଇଯାଇଛି। କିନ୍ତୁ ଖଡ଼ିକା ମୁଠା ବନ୍ଧା ହେଇକି ବିକ୍ରି ହେଉଛି। ବୋଉ ସବୁବେଳେ ଖଡ଼ିକା ଯେଉଁ ଉଁଛୁଛନ୍ତି ଦେଖୁଛନ୍ତି, ସବୁ ଥୁଆ ହେଇଛି ଖଡ଼ିକା ମୁଠା ସବୁ ବନ୍ଧା ହେଇକିରି। ଆଉ ସବୁ ପ୍ରାୟ ବନ୍ଧା ହେଇନି, ଖଡ଼ିକା ସେମିତି ଥୁଆ ହେଇଛି ଆଉ। ଆୟୁଷ ଏବେ ଆସିଗଲେ। ଆୟୁଷ କୁଆଡ଼େ ଯାଇଥିଲ? ଦୋକାନ ଯାଇଥିଲି। ଦୋକାନ ଖାଇ ଯାଇଥିଲ? ହେଲେ କଞ୍ଚା ଲଙ୍କା ଆଣିବାକୁ ଖାଇବେ ବୋଲି ଆୟୁଷ କଞ୍ଚା ଲଙ୍କା, ଲେମ୍ବୁ, ଅରୁଆ ଭାତ ହେଇଛି ବୋଲି ତାଙ୍କର ଟିକେ ଲଙ୍କା ଲେମ୍ବୁ ଦରକାର। ଆୟୁଷଙ୍କର କଞ୍ଚା ଲଙ୍କା ଲେମ୍ବୁ